ନମସ୍କାର, ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା ଆଜି ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ଯଦି ଧୈର୍ଯ୍ୟର ସହିତ ଅପେକ୍ଷା କରିବାର ଅଭିଳାଷ ଥାଏ, ତାହେଲେ ଦେଖିବେ ଆପଣଙ୍କ ପାଖକୁ ସବୁ ଜିନିଷ କୌଣସି ନା କୌଣସି ପ୍ରକାରେ ନିଶ୍ଚିନ୍ତ ପହଞ୍ଚିଯାଏ। ତେଣୁ ସବୁବେଳେ ଧୈର୍ଯ୍ୟ ରଖିଲେ ସଫଳତା ନିଶ୍ଚିନ୍ତ ଆସିବ। ହୀରା ବହୁତ ଦାମୀ ଅଇନା ଠାରୁ, କିନ୍ତୁ ହୀରାକୁ ପିନ୍ଧିଲା ପରେ ସମସ୍ତେ ଅଇନାକୁ ହିଁ ଖୋଜନ୍ତି। କାହିଁକିନା ପ୍ରତ୍ୟେକ ଜିନିଷର ନିଜସ୍ୱ ମହତ୍ତ୍ୱ ନିଶ୍ଚିନ୍ତ ଅଛି। ତେଣୁ ହୀରା ଯେତେ ମୂଲ୍ୟବାନ ହେଲେ ବି ଅଇନାକୁ ଖୋଜା ଯାଇଥାଏ। ପାଣିକୁ ନ ପଶିଲେ ଯେମିତି ପହଁରିବା ଶିଖି ହୁଏ ନାହିଁ, ଠିକ୍ ସେମିତି ଜୀବନରେ ଖରାପ ସମୟ ନ ଆସିଲେ ମଣିଷ ଚିହ୍ନି ହୁଏ ନାହିଁ। ତେଣୁ ଖରାପ ସମୟକୁ ଧୈର୍ଯ୍ୟ ସହିତ ଯଦି ପାର କରିଦେବେ, ଦେଖିବେ ଭଲ ସମୟ ପୁଣି ଭେଟିପାରିବେ। ରାତି ପାହିଲା ପରେ ଯେପରି ସକାଳ ଆସିଥାଏ, ସେମିତି ଦୁଃଖ ପରେ ସୁଖ ନିଶ୍ଚିନ୍ତ ଆସେ। କେବଳ ପାର୍ଥକ୍ୟ ଏତିକି, ସୁଖ ଜୀବନରେ ଅହଙ୍କାର ଭରିଦିଏ, ଦୁଃଖ କିଛି ଶିକ୍ଷା ଦେଇଯାଏ ଓ ଜୀବନର ପ୍ରକୃତ ମୂଲ୍ୟ ବି ଦେଇଯାଏ। ତେଣୁ ଅନ୍ଧାର ଥିଲେ ଆଲୋକ ଆସେ, କେବେ ବି ଅନ୍ଧାରକୁ ଦେଖି ହାର ମାନିବା କଥା ନୁହେଁ। କିଏ କହିବା ଦ୍ୱାରା ଯଦି ନିଜର ଭଲ ଆଉ ମନ୍ଦ ହୋଇଯାଏ, ତେବେ ସଂସାର ସ୍ୱର୍ଗ ହୋଇଯାଆନ୍ତା, ନହେଲେ ପୁରା ନର୍କ। ତେଣୁ କିଏ କ'ଣ କହୁଛି ସେଥିପ୍ରତି ଧ୍ୟାନ କେବେ ଦିଅନ୍ତୁ ନାହିଁ। ଯାହା ଆପଣଙ୍କୁ ଭଲ ଲାଗୁଛି ଆଉ ସତ୍ୟ ଅଟେ, ସେହା ହିଁ କରନ୍ତୁ। ଏହା ହିଁ ଜୀବନକୁ ଶିକ୍ଷା ଦିଏ ଏବଂ ଆଗକୁ ବଢ଼ିବାକୁ ପ୍ରେରଣା ମଧ୍ୟ ଦେଇଥାଏ। ଗୋଟିଏ ଜାଗାକୁ ପ୍ରତିଦିନ ଗଲେ ସମ୍ମାନ କମିଯାଇଥାଏ, କିନ୍ତୁ ଭଗବାନଙ୍କ ଦୁଆରକୁ ପ୍ରତିଦିନ ଗଲେ ସମ୍ମାନ ବଢ଼ି ଚାଲେ। ତେଣୁ ସର୍ବଦା ଭଗବାନଙ୍କ ପାଖେ ନତମସ୍ତକ ହୋଇ ସବୁ କାମ କଲେ ଆପଣଙ୍କୁ ସଫଳତା ନିଶ୍ଚିନ୍ତ ମିଳିଥାଏ। ମଣିଷ ଯେତେବେଳେ ଜନ୍ମ ହୁଏ ନିଶ୍ୱାସ ଥାଏ, କିନ୍ତୁ ଆଉ ଯେତେବେଳେ ମୃତ୍ୟୁ ହୁଏ ନାମ ନଥାଏ, କିନ୍ତୁ ନିଶ୍ୱାସ ନଥାଏ। ଆଉ ଏକ ନିଶ୍ୱାସ, ଆଉ ଏକ ନାମ, ମଝିରେ ଥିବା ଯାତ୍ରାଟି ହେଉଛି ଜୀବନ। ଏହି ଚାରିଜଣଙ୍କ ମଧ୍ୟରୁ ସବୁବେଳେ ଦୂରେଇ ରୁହନ୍ତୁ। ଯିଏ ଆପଣଙ୍କୁ ବାରମ୍ବାର ମିଛ କହୁଥିବ, ଯିଏ ଆପଣଙ୍କୁ ଇଜ୍ଜତ ଦେଉନଥିବ, ଯିଏ ଆପଣଙ୍କୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରୁଥିବ ଏବଂ ଯିଏ ଆପଣଙ୍କର ସବୁବେଳେ ପଛରେ ପକାଇବାକୁ ଚେଷ୍ଟା କରୁଥିବ, ଏଭଳି ଲୋକଙ୍କଠାରୁ ଯେତେ ସମ୍ଭବ ଦୂରରେ ରୁହନ୍ତୁ। ପ୍ରତ୍ୟେକ ଖରାପ ମୁହୂର୍ତ୍ତ ଯନ୍ତ୍ରଣା ଦେଇଥାଏ। ପ୍ରତ୍ୟେକ ଯନ୍ତ୍ରଣା ଏକ ଶିକ୍ଷା ମଧ୍ୟ ଦେଇଥାଏ ଏବଂ ପ୍ରତ୍ୟେକ ଶିକ୍ଷା ଜଣେ ବ୍ୟକ୍ତିକୁ ପରିବର୍ତ୍ତନ କରାଇଥାଏ। ଏ ଶିକ୍ଷା ସର୍ବଦା ମଣିଷକୁ ଆଗକୁ ବାଟ ଦେଖାଏ। ଆପଣଙ୍କ ଭବିଷ୍ୟତକୁ ବଦଳାଇ ପାରିବେ ନାହିଁ, ତେଣୁ ନିଜର ଅଭ୍ୟାସକୁ ବଦଳାଇ ପାରିବେ। ତେଣୁ ଆପଣ ଅଭ୍ୟାସ ଦିନେ ତୁମର ଆପଣଙ୍କର ଭବିଷ୍ୟତକୁ ବଦଳାଇ ଦେବ। ତେଣୁ ସର୍ବଦା ଭଲ କାମ କରିବାକୁ ଅଭ୍ୟାସ ରଖନ୍ତୁ। କ୍ଷମାର ଯୋଗ୍ୟ ସେ ହୋଇଥାଏ ଯିଏ ଅଜାଣତରେ ଭୁଲ କରିଥାନ୍ତି, କିନ୍ତୁ ଯିଏ ଜାଣି ଜାଣି ଚତୁରତାର ସହିତ ବାରମ୍ବାର ଭୁଲ କରନ୍ତି, ଅନ୍ୟର ବିଶ୍ୱାସରେ ବିଷ ଦିଅନ୍ତି, ସେ କେବେ ବି କ୍ଷମାର ଯୋଗ୍ୟ ହୁଅନ୍ତି ନାହିଁ। ତେଣୁ ସେ ଲୋକଙ୍କଠାରୁ ବହୁତ ଦୂରରେ ରହିଲେ ଆପଣ ଖୁସିରେ ରହିବେ। ଚାଲନ୍ତୁ ଜାଣିବା ଆଜି ଗୋଟିଏ ଭଗବାନ ଜଗନ୍ନାଥଙ୍କର କାହାଣୀ ବିଷୟରେ ଜାଣିବା। ପ୍ରଭୁଙ୍କ ଜନ୍ମ କାହାଣୀ ପୁରାଣରେ ବର୍ଣ୍ଣିତ, ଏହା ସତ୍ୟ। ପୁରାଣ ଅନୁସାରେ ସତ୍ୟ ଯୁଗରେ ଓଡ଼ିଶାରେ ଘନ ଜଙ୍ଗଲରେ ନୀଳମାଧବ ରୂପରେ ଭଗବାନ ବିଷ୍ଣୁଙ୍କର ପୂଜା ହେଉଥିଲା। ଶବର ଜାତିର ଭକ୍ତ ବିଶ୍ୱାବସୁ ଗୁପ୍ତ ଭାବରେ ତାଙ୍କର ସେବା କରୁଥିଲେ। ଗୋଟିଏ ଦିନ ଇନ୍ଦ୍ରଦ୍ୟୁମ୍ନ ମହାରାଜ ନୀଳମାଧବଙ୍କ ବିଷୟରେ ଶୁଣି ତାଙ୍କୁ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କଲେ। ସେ ବିଦ୍ୟାପତି ନାମକ ବ୍ରାହ୍ମଣକୁ ପଠାଇଲେ। ବିଦ୍ୟାପତି ବହୁ କଷ୍ଟରେ ବିଶ୍ୱାବସୁଙ୍କ ସହ ନୀଳମାଧବଙ୍କ ପାଖକୁ ଯାଇ ପହଞ୍ଚିଲେ। ସେ ଯେତେବେଳେ ଫେରିଆସି ମହାରାଜଙ୍କୁ ସବୁ କଥା କହିଲେ,
ରାଜା ସେଠାକୁ ଯାଇ ପହଞ୍ଚିବା ପାଇଁ ନୀଳମାଧବ ଅନ୍ତର୍ଧାନ ହୋଇଯାଇଥିଲେ। ସେତେବେଳେ ଆକାଶବାଣୀ ହେଲା, ସମୁଦ୍ରରୁ ଏକ ଦିବ୍ୟ ଦାରୁକାଠ ଆସିବ। ସେହି କାଠରେ ମୋର ବିଗ୍ରହ ତିଆରି କର। କିଛି ଦିନ ପରେ ସମୁଦ୍ର କୂଳକୁ ଏକ ପବିତ୍ର ଦାରୁ ଭାସି ଆସି ପହଞ୍ଚିଲା। ଭଗବାନ ନିଜେ ବୃଦ୍ଧ କାରିଗର ରୂପରେ ଆସି ବିଗ୍ରହ ଗଢ଼ିବାକୁ ରାଜି ହେଲେ ଏବଂ ସେ କହିଲେ କି 21 ଦିନ ପର୍ଯ୍ୟନ୍ତ କେହି ଦ୍ୱାର ଖୋଲିବେ ନାହିଁ। କିନ୍ତୁ କିଛି ଦିନ ପରେ ଶବ୍ଦ ବନ୍ଦ ହୋଇଯିବାରୁ ରାଣୀ ବହୁତ ଚିନ୍ତିତ ହେଲେ ଏବଂ ଦ୍ୱାର ଖୋଲିଦେଲେ। ସେତେବେଳେ କାରିଗର ଅଦୃଶ୍ୟ ହୋଇଯାଇଥିଲେ ଏବଂ ଅଦୃଶ୍ୟ ହୋଇଗଲା ପରେ ବିଗ୍ରହ ଗୁଡ଼ିକ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିଲେ। ଭଗବାନଙ୍କର ଇଚ୍ଛା ଅନୁସାରେ ସେହି ରୂପକୁ ହିଁ ସ୍ଥାପନ କରାଗଲା। ବର୍ତ୍ତମାନ ସେହି 3 ବିଗ୍ରହ ହେଲେ ଭଗବାନ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରା। ଦୟାକରି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓରେ ଲାଇକ୍ ସେୟାର ନିଶ୍ଚିନ୍ତ କରିବେ। ତା ସହିତ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିବେ ଏବଂ କମେଣ୍ଟରେ ଭଗବାନଙ୍କ ନାଁ ଲେଖିବେ। ତା ସହିତ ହାଇପନ୍ ଦୟାକରି ଦିଅନ୍ତୁ। ପରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଗଲା ଏବଂ ପ୍ରଭୁଙ୍କ ନିତ୍ୟ ପୂଜା ଆରମ୍ଭ ହେଲା। ପ୍ରତିବର୍ଷ ପ୍ରଭୁଙ୍କର ପ୍ରସିଦ୍ଧ ରଥଯାତ୍ରା ପାଳନ କରାଯାଏ, ଯେଉଁଥିରେ ଲକ୍ଷ ଲକ୍ଷ ଭକ୍ତ ଅଂଶଗ୍ରହଣ କରିଥାନ୍ତି। ଏହି କାହାଣୀ ପ୍ରାୟତଃ ପୁରାଣ, ବ୍ରହ୍ମପୁରାଣ ଏବଂ ଉତ୍କଳ ପ୍ରାଚୀନ ପରମ୍ପରାରେ ବର୍ଣ୍ଣିତ ଅଛି। ଆଗକୁ ରଥଯାତ୍ରା ମଧ୍ୟ ଆସୁଛି। ତାପରେ ଚାଲନ୍ତୁ ଜାଣିବା ପୁରୀ ଭଗବାନ ଜଗନ୍ନାଥଙ୍କର ଅବଢ଼ା 10ଟି ଆଶ୍ଚର୍ଯ୍ୟଜନକ ତଥ୍ୟ ତା ଭିତରୁ କ'ଣ? ଜଗନ୍ନାଥଙ୍କର ଅବଢ଼ାକୁ ମହାପ୍ରସାଦ ବୋଲି କୁହାଯାଇଥାଏ। ଏହା ମା ବିମଳାଙ୍କୁ ନିବେଦନ ପରେ ମହାପ୍ରସାଦ ହୋଇଥାଏ। ମାଟି ହାଣ୍ଡିରେ କାଠ ଚୁଲିରେ ରୋଷେଇ କରାଯାଏ। ତା ସହିତ ହାଣ୍ଡି ଗୁଡ଼ିକ ଗୋଟିଏ ଉପରେ ଗୋଟିଏ ରଖି ଏହା ରନ୍ଧା କରାଯାଇଥାଏ। ଉପର ହାଣ୍ଡିର ଖାଦ୍ୟ ପ୍ରଥମେ ସିଝିଥାଏ ବୋଲି ପରମ୍ପରାରେ ବିଶ୍ୱାସ ଅଛି। ଏହା ସତ୍ୟ ମଧ୍ୟ। ପ୍ରତିଦିନ ବହୁତ ଭକ୍ତ ପ୍ରସାଦ ଗ୍ରହଣ କରନ୍ତି। ତା ସହିତ ମହାପ୍ରସାଦକୁ ପ୍ରଥମେ ଜାତି ଧର୍ମ ନିର୍ବିଶେଷରେ ଏକାଠି ବସି ଗ୍ରହଣ କରିପାରନ୍ତି। ଏହାକୁ ପବିତ୍ର ଓ ଦିବ୍ୟ ଆଶୀର୍ବାଦର ପ୍ରତୀକ ମଧ୍ୟ ମନାଯାଏ। ଜୟ ଜଗନ୍ନାଥ। ଏମିତି ଦୟାକରି କମେଣ୍ଟରେ ଲେଖନ୍ତୁ, ଭଗବାନଙ୍କ ନାମ ନିଅନ୍ତୁ। ମହାପ୍ରସାଦର ଅପମାନ କରିବାକୁ ଅଶୁଭ ବୋଲି ବିଶ୍ୱାସ କରାଯାଏ। ପୁରୀକୁ ଆସୁଥିବା ପ୍ରାୟ ପ୍ରତ୍ୟେକ ଭକ୍ତ ମହାପ୍ରସାଦ ଗ୍ରହଣ କରି ନିଜକୁ ଧନ୍ୟ ମନେ କରନ୍ତି। ନମସ୍କାର, ଜୟ ଜଗନ୍ନାଥ। ଆଜିର ଭିଡ଼ିଓଟି ମୁଁ ଏଇଠି ରଖୁଛି। ଆପଣମାନେ ସମସ୍ତେ ଭଲରେ ରୁହନ୍ତୁ। ଆଜିର ଦିନଟି ଆପଣମାନଙ୍କ ପାଇଁ ବହୁତ ସୁଖମୟ ହେଉ।